ଏହି ରାଶିର ଲୋକମାନେ ସବୁଠାରୁ ସୁନ୍ଦର ଏବଂ ସମର୍ପିତ ସ୍ତ୍ରୀ ପାଆନ୍ତି। ତୁମର ଜୀବନ ସାଥୀ କି ପ୍ରକାରର ହେବ ତାହା ସହିତ ରାଶିର ଏକ ଗଭୀର ସମ୍ପର୍କ ରହିଛି। କିନ୍ତୁ ଏଠାରେ ଆଉ ଏକ କଥା ମନେ ରଖନ୍ତୁ ଯେ ରାଶିର ପୁରୁଷମାନେ କୋମଳ ନରମ ପ୍ରେମରେ ପରିପୂର୍ଣ୍ଣ ଏବଂ ନାରୀମାନଙ୍କ ପ୍ରତି ସମ୍ମାନଜନକ। ସେମାନେ ଅଧିକ ସୁନ୍ଦର ଏବଂ ଭଲ ସ୍ତ୍ରୀ ପାଆନ୍ତି। ସର୍ବୋପରି କେଉଁ ପୁରୁଷ ଚାହେଁନି ଯେ ତାଙ୍କ ସ୍ତ୍ରୀ କେବଳ ସୁନ୍ଦର ଏବଂ ଆକର୍ଷଣୀୟ ହେଉ, ବରଂ ତାହା ସହିତ ସମ୍ପୂର୍ଣ୍ଣ ସମର୍ପିତ ହେଉ। କିନ୍ତୁ ସୁନ୍ଦର ସ୍ତ୍ରୀ ପାଇବା ସମସ୍ତଙ୍କ ଭାଗ୍ୟରେ ନାହିଁ। ସୁନ୍ଦର ସ୍ତ୍ରୀ ପାଆନ୍ତି କେବଳ କିଛି ଭାଗ୍ୟବାନ ପୁରୁଷ ଅଛନ୍ତି। ଏହାର ଆମ ରାଶି ସହିତ କୌଣସି ସମ୍ପର୍କ ଅଛି କି ନାହିଁ? କୌଣସି ନିର୍ଦ୍ଦିଷ୍ଟ ରାଶିର ପୁରୁଷମାନେ ଅଧିକ ସୁନ୍ଦର ସ୍ତ୍ରୀ ପାଆନ୍ତି କି? ଏହା ସତ୍ୟ ଯେ ଆପଣଙ୍କର ଜୀବନସାଥୀ କିପରି ହେବ ତାହା ସହିତ ରାଶିର ଗଭୀର ସମ୍ପର୍କ ରହିଛି। କିନ୍ତୁ ଏଠାରେ ଆମେ କଥା ମନେ ରଖନ୍ତୁ ଯେ ରାଶିର ପୁରୁଷମାନେ କୋମଳ ନରମ ପ୍ରେମରେ ପରିପୂର୍ଣ୍ଣ। ମିଥୁନ ରାଶିର ପୁଅମାନେ ସ୍ୱଭାବରେ ବହୁତ ଖୁସି ହୋଇଥାନ୍ତି। ଏହି କାରଣରୁ ଝିଅମାନେ କେବଳ ଶୀଘ୍ର ସେମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ, ବରଂ ସେମାନଙ୍କ ପ୍ରତି ବିଶ୍ୱସ୍ତ ସମର୍ପିତ ମଧ୍ୟ ରୁହନ୍ତି। ମିଥୁନ ରାଶିର ପୁଅମାନଙ୍କ ସ୍ୱଭାବ ବହୁତ କୋମଳ। ସେମାନେ ମହିଳାମାନଙ୍କୁ ସମ୍ମାନର ସହିତ ବ୍ୟବହାର କରନ୍ତି, ସେମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଏହି ଜନ୍ମଗତ ଗୁଣ ଯୋଗୁଁ ସେମାନେ ସୁନ୍ଦର ଏବଂ ଆକର୍ଷଣୀୟ ଝିଅମାନଙ୍କୁ ସହଜରେ ନିଜ ଆଡ଼କୁ ଆକର୍ଷିତ କରନ୍ତି। ପରେ ସେମାନଙ୍କର ପ୍ରାକୃତିକ ଗୁଣ ଏବଂ ଆଚରଣ ଯୋଗୁଁ ଝିଅମାନେ ମଧ୍ୟ ସେମାନଙ୍କ ପ୍ରତି ପ୍ରେମ ଏବଂ ଭକ୍ତିରେ ପରିପୂର୍ଣ୍ଣ ରୁହନ୍ତି। ସିଂହ ରାଶିର ପୁଅମାନେ ସାଧାରଣତଃ ବହୁତ ଶକ୍ତିଶାଳୀ, ମହାନ ଏବଂ ପ୍ରଭାବଶାଳୀ ହୋଇଥାନ୍ତି। କିନ୍ତୁ ଯେତେବେଳେ ପ୍ରେମର କଥା ଆସେ ସେମାନଙ୍କର ଆଚରଣ ଟିକେ ଭିନ୍ନ ହୋଇଥାଏ। ସିଂହ ରାଶିର ପୁଅମାନେ ବିବାହ ପରେ ନିଜ ସ୍ତ୍ରୀ ପ୍ରତି ବହୁତ ସମର୍ପିତ ଏବଂ ବିଶ୍ୱସ୍ତ ହୋଇଥାନ୍ତି। ସିଂହ ରାଶିର ଲୋକଙ୍କ ଭାଗ୍ୟରେ ପ୍ରାୟତଃ ସୁନ୍ଦର ଝିଅମାନେ ଥାଆନ୍ତି। ସିଂହ ରାଶିର ପୁଅମାନେ ଘରେ ସେମାନଙ୍କ ସ୍ତ୍ରୀ ଉପରେ ଯେତେ ପ୍ରାଧାନ୍ୟ ବିସ୍ତାର କଲେ ମଧ୍ୟ ସେମାନେ କେବେ କାହାକୁ ଠକନ୍ତି ନାହିଁ, ବରଂ ସର୍ବଦା ସେମାନଙ୍କୁ ସମର୍ଥନ କରନ୍ତି। ଏ ରାଶିର ପୁଅମାନେ ସ୍ୱଭାବରେ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି। କନ୍ୟା ରାଶିର ପୁଅମାନଙ୍କର ରୂପ, ବର୍ଣ୍ଣ ଏବଂ ଶରୀର ବହୁତ ଆକର୍ଷଣୀୟ ହୋଇଥାଏ। ସେମାନେ ଦେଖିବାକୁ ବହୁତ ସୁନ୍ଦର। ଝିଅମାନେ ପ୍ରଥମେ କନ୍ୟା ରାଶିର ପୁଅମାନଙ୍କ ରୂପ ପ୍ରତି ଆକର୍ଷିତ ହୁଅନ୍ତି ଏବଂ ସ୍ପଷ୍ଟ ଯେ ଯେତେବେଳେ ପୁଅଟି ଏତେ ସୁନ୍ଦର, ତେବେ ତାଙ୍କ ପ୍ରତି ଆକର୍ଷିତ ହେଉଥିବା ଝିଅଟି ମଧ୍ୟ ତାଙ୍କଠାରୁ ରୂପ, ରଙ୍ଗ ଓ ସୌନ୍ଦର୍ଯ୍ୟରେ କମ୍ ହେବ ନାହିଁ। ମକର ରାଶିର ପୁଅମାନେ ବହୁତ ଚତୁର ଏବଂ କଥାବାର୍ତ୍ତାରେ ଦକ୍ଷ ହୋଇଥାନ୍ତି। ଏଠାରେ କଥାବାର୍ତ୍ତାର କଳାର ଅର୍ଥ କାହାଣୀ ତିଆରି କରିବା କିମ୍ବା କଥାବାର୍ତ୍ତାରେ ଚତୁର ହେବା ନୁହେଁ। ଏହି ଦକ୍ଷତାର ଅର୍ଥ ହେଉଛି ଏପରି ଭାବରେ କଥା ହେବା ଯେ ଆପଣ ସାମ୍ନାରେ ଥିବା ବ୍ୟକ୍ତି ଗୋଟିଏ ମୁହୂର୍ତ୍ତ